ଭୋଲ୍ଟେର ୟୁରୋପିଆନ୍ ଇଣ୍ଟେଲେକ୍ଚୁଆଲିଷ୍ଟର ଜଣେ ବହୁତ ଇନଫ୍ଲୁଏନ୍ସିଆଲ ଥିଙ୍କର ଥିଲେ। ତାଙ୍କ ଜନ୍ମ 21 ନଭେମ୍ବର 1694ରେ ପ୍ୟାରିସର ଏକ ମିଡିଲ କ୍ଲାସ୍ ଫ୍ୟାମିଲିରେ ହୋଇଥିଲା। ତାଙ୍କର ଜନ୍ମ ନାମ ଥିଲା ଫ୍ରାଙ୍କୁଇସ୍ ମେରୀ ଏରଟ୍। ପରେ ସେ ଭୋଲ୍ଟେର ନାମରେ ପ୍ରସିଦ୍ଧ ହୋଇଥିଲେ। କ୍ୟାରିୟରର ଆରମ୍ଭରୁ ଭୋଲ୍ଟେରଙ୍କର ପୋଏଟ୍ରି ପ୍ରତି ବହୁତ ଇଣ୍ଟରେଷ୍ଟ ଥିଲା। ସେ ଗଭର୍ଣ୍ଣମେଣ୍ଟର ଇଭିଲ୍ ଓ ତ୍ରୁଟି ବିରୋଧରେ ବ୍ୟଙ୍ଗାତ୍ମକ ଲେଖା ଗୁଡ଼ିକ ଲେଖୁଥିଲେ ବା ସେରିଟିକାଲ ଆର୍ଟିକଲ୍ସ ଲେଖୁଥିଲେ। ଗ୍ରାଜୁଏଲି ସେ ଜଣେ ସକ୍ସେସ୍ ପୋଏଟ୍, ହିଷ୍ଟୋରିଆନ୍ସ, ଡ୍ରାମାଟିଷ୍ଟ ଓ ସାଇଣ୍ଟିଷ୍ଟ ଭାବେ ନିଜକୁ ଇଷ୍ଟାବ୍ଲାଇଜ୍ କରିଥିଲେ। ସେ ମାତ୍ର 23 ବର୍ଷ ବୟସରେ ଫେମସ୍ ହୋଇଯାଇଥିଲେ ଏବଂ 84 ବର୍ଷ ବୟସରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥିଲା। ତାଙ୍କ ଏକ୍ସଟ୍ରାଅର୍ଡିନାରୀ ପପୁଲାରିଟି ପାଇଁ ଲୋକେ ତାଙ୍କୁ କିଙ୍ଗ ଭୋଲ୍ଟେର ଭାବରେ ସମ୍ବୋଧନ କରୁଥିଲେ। ବନ୍ଧୁଗଣ, ତୁମେ ମନେ ରଖିଥିବ ଯେ ଭୋଲ୍ଟେରଙ୍କର ଥିଙ୍କିଂର ସବୁଠାରୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଉଛି ଇଣ୍ଡିଭିଜୁଆଲ ଫ୍ରିଡମ୍। ଭୋଲ୍ଟେର ଇଣ୍ଡିଭିଜୁଆଲ ଫ୍ରିଡମ୍ର ଜଣେ ମହାନ ସପୋର୍ଟର ଥିଲେ। ନିଜ ଲେଖା ମାଧ୍ୟମରେ ସେ କ୍ୟାଥୋଲିକ୍ ଚର୍ଚ୍ଚ ଓ ଅର୍ଥୋଡକ୍ସ ପଲିଟିକାଲ ଇନଷ୍ଟିଚ୍ୟୁସନର ଇଭିଲକୁ ଏକ୍ସପୋଜ କରିଥିଲେ। ଚର୍ଚ୍ଚ ବିଷୟରେ ଭୋଲ୍ଟେରଙ୍କ କ୍ରିଟିସିଜମ୍ ବହୁତ ଷ୍ଟ୍ରଙ୍ଗ ଥିଲା। ସେ ଚର୍ଚ୍ଚକୁ ଏକ ପ୍ରିଭିଲେଜ୍ ନ୍ୟୁସେନ୍ସ, ଅନ୍ଧବିଶ୍ୱାସର ମନୁମେଣ୍ଟ ଓ ସୁପରଷ୍ଟିସନର ଡେନ୍ ବୋଲି କ୍ରିଟିସାଇଜ୍ କରିଥିଲେ। ସେ ରିଲିଜିୟସ୍ ଇଣ୍ଟଲେରେନ୍ସ ଓ ସୁପରଷ୍ଟିସନ ବିରୋଧରେ ଲୋକମାନଙ୍କୁ ସ୍ୱର ଉଠାଇବା ପାଇଁ ଇନକରେଜ କରିଥିଲେ। କିନ୍ତୁ ସାଙ୍ଗମାନେ, ଏହି କ୍ରିଟିସିଜମ୍ ପାଇଁ ଭୋଲ୍ଟେରଙ୍କୁ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିଥିଲା। 1717 ମସିହାରେ ତାଙ୍କୁ ବେଷ୍ଟାଇଲ୍ କାରାଗାରକୁ ପଠାଯାଇଥିଲା, ଯେଉଁଠାରେ ସେ 11 ମାସ ରହିଥିଲେ। କିନ୍ତୁ କାରାବାସ ମଧ୍ୟ ତାଙ୍କ ଲେଖାକୁ ଅଟକାଇ ପାରିଲା ନାହିଁ। ବେଷ୍ଟାଇଲ୍ର କାରାବାସ ସମୟରେ ସେ ଓଡ଼ିପି ନାମକ ଏକ ପୁସ୍ତକ ଲେଖିଥିଲେ, ଯାହା ତାଙ୍କର ପ୍ରଥମ ମେଜର ଥିଏଟ୍ରିକାଲ ସକ୍ସେସ୍ ହୋଇଥିଲା। ଏହି ସମୟରେ ସେ ନିଜର ଲେଖକ ନାମ ଭୋଲ୍ଟେର ମଧ୍ୟ ଗ୍ରହଣ କରିଥିଲେ। ଓଡ଼ିପି ତାଙ୍କୁ ଖ୍ୟାତି ଓ ରାଜପରିବାରଙ୍କଠାରୁ ପେନସନ୍ ମଧ୍ୟ ଦେଇଥିଲା। ସେ ହେନରୀ ଫୋର୍ଥଙ୍କ ଉପରେ ଏକ ଇପିକ୍ ପୋଏମ୍ ଲେଖିବାର କାମ ମଧ୍ୟ କରିଥିଲେ, ଯାହା ହେନରେଡ୍ ନାମରେ ପରିଚିତ ହୋଇଥିଲା।